ଅନନ୍ତ ବଳିଆ ସେବାଶ୍ରମଠାରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ଶ୍ରୀମଦ୍ ବାବା ବଳିଆଙ୍କ ସାମ୍ବାଦିକମାନଙ୍କ ସହ ଆଲୋଚନା। କଟକ ସହରସ୍ଥିତ ଉପର ତେଲେଙ୍ଗା ବଜାର ଅନନ୍ତ ବଳିଆ ସେବାଶ୍ରମ ପରିସରରେ ପଦ୍ମଶ୍ରୀ ବାବା ବଳିଆଙ୍କ ସାମ୍ବାଦିକମାନଙ୍କ ସହ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସମାଜର କଲ୍ୟାଣ ପାଇଁ ଆଜିକାଲି ମଣିଷମାନେ ଯୁଦ୍ଧ ଅଭିମୁଖୀ ହୋଇଯାଇଛନ୍ତି। ଏଣୁ ଶ୍ରୀମଦ୍ ବାବା ବଳିଆଙ୍କ ଏକ ପ୍ରୟାସ। ପ୍ରାକୃତିକ ଜଙ୍ଗଲ କାଟି ଦିଆଯାଉଛି। ଫଳରେ ବନ୍ୟ ପଶୁପକ୍ଷୀ ମଣିଷ ବାସସ୍ଥାନ କରୁଥିବା ସମାଜ ଭିତରକୁ ପଶି ଆସି ମାନବ ସମାଜର ବହୁ କ୍ଷତି କରୁଛନ୍ତି। ଏଥିପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ପ୍ରାକୃତିକ ଜଙ୍ଗଲ ପ୍ରତି ଯତ୍ନ ନେବା ଉଚିତ। ବିଶ୍ୱଯୁଦ୍ଧ ବିମୁକ୍ତ ଓ ଯୁଦ୍ଧାସ୍ତ୍ର ବିମୁକ୍ତ ହେଲେ ଶାନ୍ତି ନିଶ୍ଚୟ ଫେରିଆସିବ। ଏଥିପାଇଁ ବିଶିଷ୍ଟ ନେତା, ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ଓ ନିଜସ୍ୱ ପତ୍ର ଦ୍ୱାରା ମଧ୍ୟ ରାଷ୍ଟ୍ରମୁଖ୍ୟମାନଙ୍କୁ ଜଣାଇବେ ବୋଲି ବାବା କହିଥିଲେ। ରାଜତନ୍ତ୍ର ବଦଳରେ ଗଣତନ୍ତ୍ର ଆମ ଦେଶରେ ଚାଲିଛି। ଗରିବ ଲୋକମାନେ ସଠିକ୍ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଉ ଗଣତନ୍ତ୍ର ନାହିଁ, ଏବେ ଗଣତନ୍ତ୍ର ସ୍ୱେଚ୍ଛାଚାରିତାକୁ ଗତି କରୁଛି। ଆଜି ମଧ୍ୟ 80% ଜନସାଧାରଣ ଜାଣନ୍ତି ନାହିଁ ଗଣତନ୍ତ୍ର ଓ ଗଣପ୍ରତିନିଧିଙ୍କ କର୍ତ୍ତବ୍ୟ ତଥା ଅଧିକାର ବିଷୟରେ। ଏଥିପାଇଁ ଉପଯୁକ୍ତ ମଣିଷର ଆବଶ୍ୟକତା ରହିଛି। ସେହିପରି ରାଜାମାନଙ୍କୁ ପ୍ରସ୍ତାବକ ବା ପରାମର୍ଶଦାତାର ମାନ୍ୟତା ଦିଆଗଲେ ଭଲ ହୁଅନ୍ତା। ନିଶା ମାନବିକତାର ଭୟାବହତାରେ କ୍ଷୋଭ ପ୍ରକାଶ କରି କହିଲେ ଯେ ଆଜି ବିଶ୍ୱର ଅସାମାଜିକ କାର୍ଯ୍ୟର ନିଶା ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଆଗକୁ ନିର୍ବାଚନ, ଏଥିରେ ଅଧିକାଂଶ ସ୍ଥାନରେ ନିଶା ମାଦକ ଖାଇ ବହୁ ଅସାମାଜିକ ଅଘଟଣମାନ ଘଟିବାର ସମ୍ଭାବନା ରହୁଛି। ଏହି ସମସ୍ତ ଅସାମାଜିକ କାର୍ଯ୍ୟଗୁଡ଼ିକ ଦୃଢ଼ ହସ୍ତରେ ନିର୍ବାଚନ କମିଶନଙ୍କ ଦଣ୍ଡବିଧି ପ୍ରଣୟନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ଅନେକ ରକ୍ତପାତ, ହିଂସା, ବର୍ବରତାରୁ ଜନସାଧାରଣ ରକ୍ଷା ପାଆନ୍ତେ ବୋଲି ବାବା ବଳିଆ ଆଜିର ଏହି ସାମ୍ବାଦିକ ଆଲୋଚନା ସଭାରେ ସାମ୍ବାଦିକମାନଙ୍କୁ ନିଜର ମତବ୍ୟକ୍ତ କରିଛନ୍ତି। ଅର୍ଥ, ମଦ ଓ ମାଂସରେ ଚାଲିଛି ଚୌକି ଲୋଭରେ ମଣିଷ ଭୁଲ ପରେ ଭୁଲ କରି ଚାଲିଛି। ଫଳରେ ହିଂସା, ରକ୍ତପାତ ଘଟୁଛି। ଏ ନିର୍ବାଚନ ପାଇଁ, ପର୍ବ ପାଇଁ ସବୁ ଦଳର ପ୍ରଚାର ଓ ପ୍ରସାର ଅନିୟମିତତା ଅବଲମ୍ବନ କରାଯାଉଛି। ଏଥିପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାବା ପ୍ରକାଶ କରିଛନ୍ତି। ସମସ୍ତେ ଆକ୍ରମଣର ଶିକାର ହେଉଛନ୍ତି। ତେଣୁ ସେ ଆକ୍ରମଣକୁ ଆପଣମାନେ ଜମା ଭ୍ରୂକ୍ଷେପ କରନ୍ତୁ ନାହିଁ। ସିଏ ଆକ୍ରମଣକାରୀ ଆକ୍ରୋଶ ରଖିବେ, ଏଇଟା ଯୁଗ ଯୁଗ ଧରି ରହିଛି। କିନ୍ତୁ ଗଣତନ୍ତ୍ର ଆପଣମାନେ ନିର୍ଭୀକ ଭାବରେ ସତ୍ୟର ଉଦ୍ଘାଟନ। ଗଣତନ୍ତ୍ର ଆଜି ଏକଛତ୍ରବାଦ ଆଡ଼କୁ ଗତି କରୁଛି। ଏକଛତ୍ରବାଦ ହେଇସାରିଲାଣି, କିନ୍ତୁ ଗଣତନ୍ତ୍ର ଢାଞ୍ଚାର ଏକଛତ୍ରବାଦ ତେଣୁ ପୂର୍ଣ୍ଣ ଏକଛତ୍ରବାଦ ହେଇନି। ଗୋଟା ଯେମିତି ବେଳେବେଳେ ଜଣାପଡ଼ୁଛି ଯେମିତି ଅତୀତର ରାଜତନ୍ତ୍ର ଗୋଟେ ସେଇ ଟାଇପ୍ର। ଧରନ୍ତୁ ନିର୍ବାଚନ ଆସିଲା, ସମସ୍ତେ ନିର୍ବାଚିତ ହେଇଗଲେ, ନିର୍ବାଚନ ଚାଲିଲା ବେଳେ ଆମେ ସମସ୍ତେ ହସ ଖୁସି, ବିଛଣା ନଦେଲେ ବି ବାରଣ୍ଡାରେ ବସିଯିବେ, ଆମେ ଖାଉଥିବା ତାଙ୍କ ଆମ ସାଙ୍ଗରେ ଖାଇଦେବେ। ଏଇସବୁ କଥା। ଠିକ୍ ସେ କଥା ସରିଗଲା ପରେ, ପାୱାର ଆସିଗଲା ପରେ ତାକୁ ଦେଖା କରିବା ପାଇଁ ପ୍ରୋଟୋକଲ୍ ଆରମ୍ଭ। ଉଦ୍ଦେଶ୍ୟ କିଛି ନାହିଁ। ଏଠି ଆଜି ଆମର ଗୋଟେ ଜନ୍ମୋତ୍ସବର ପାଳନ ହେଉଛି, ସେଟା ଅଲଗା କଥା। ବର୍ତ୍ତମାନର କଥା ଆମର ଏଠି ଗୋଟେ ଆଜି ଯୋଗ ଅନନ୍ତ ବଳିଆ ଯୋଗ ନିକେତନ ଏଠି ଗୋଟେ ଖୋଲା ହେଇଛି। ସେଥିପାଇଁ କଟକର ସବୁ ଯୋଗ ଗୁରୁମାନଙ୍କୁ ସମର୍ପିତ କରାଯିବ ଏ କାର୍ଯ୍ୟକ୍ରମ। ସେଇଟା ରାତିରେ ଅନୁଷ୍ଠିତ। ତେଣୁ ପ୍ରେସ୍ କନଫରେନ୍ସ ମାନେ ଆମର ଉଦ୍ଦେଶ୍ୟ ହେଉଛି କିଛି ବାର୍ତ୍ତା ସମାଜକୁ ଦେବା। ତେଣୁ ବର୍ତ୍ତମାନ ଯେତିକି କଥା ମୁଁ କହିଲି, ବର୍ତ୍ତମାନ ଆମ ଦେଶରେ ପରିବେଶର ସୁରକ୍ଷା ନିତ୍ୟାନ୍ତ ଜରୁରୀ। କୃତ୍ରିମ ଜଙ୍ଗଲରେ ସବୁ ପ୍ରକାରର ଗଛ ଲାଗେ, ଯେମିତି ଜୀବଜନ୍ତୁମାନେ ବଞ୍ଚିପାରିବେ। ଆଉ ପ୍ରାକୃତିକ ଜଙ୍ଗଲକୁ ରକ୍ଷା କରାଯାଏ। ବର୍ତ୍ତମାନ ନିର୍ବାଚନ ସମୟ ଆସିଲା, ମାନେ ମଦ୍ୟ ମାଦକ ଖାଇ ହା ହୋଲା କରିବା ଉପରେ ନିର୍ବାଚନ କମିଶନର ପ୍ରଥମ ଗୋଟେ ରୋକ ଲଗା। ଭୋଟ ଭିକ୍ଷା କରନ୍ତୁ, ଗଣ୍ଡଗୋଳ କରନ୍ତୁ ଏବଂ
ରାଜାମାନଙ୍କୁ ଠାରୁ ଶାସନକୁ ଆମେ ଆଣିଲେ ରାଜାମାନଙ୍କୁ କେଉଁଠି ପାୱାର ଦିଆନଯାଉ, କିନ୍ତୁ ତାଙ୍କୁ ଗୋଟେ ସମ୍ମାନ ଦିଆଯାଉ, ଗୋଟେ ପ୍ରସ୍ତାବକ ଭାବରେ ସେମାନଙ୍କୁ ଗ୍ରହଣ କରାଯାଉ। ଆଉ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆପଣମାନେ ଇଲେକ୍ଟ୍ରୋନିକ୍ ମିଡ଼ିଆ, ପେପର ମିଡ଼ିଆ, ଏମାନଙ୍କୁ ମଧ୍ୟ ତାଙ୍କର ଓନର ହୁଅନ୍ତୁ ବା ପ୍ରେସ୍ ହଉ, ଏମାନଙ୍କୁ ମଧ୍ୟ ଚତୁର୍ଥ ସ୍ତମ୍ଭ ଭାବରେ ଏମାନଙ୍କୁ ଗ୍ରହଣ କରାଯାଉ। ଆଉ ସମାଜରେ ଅନ୍ଧବିଶ୍ୱାସ ଆଜି ବି ରହିଛି। ପତିହରା ମା'ମାନଙ୍କୁ ସମ୍ମାନ ଦିଆଯାଉ ନାହିଁ। ଏମିତିକି କ୍ଷୀର ଗୁଡ଼ାକ ଢାଳି ଦେବେ, ଟମାଟର ବି ଟ୍ରକ୍ ଗଡ଼େଇ ଦେବେ, ଏହା ସବୁ ଏଥିପାଇଁ ଆଇନ ପ୍ରଣୟନ। ଟମାଟର ସୁପ୍ ହେଇପାରିବ, ଟମାଟର କେତେ କଥା ବି ହେଇପାରିବ, ଟମାଟର ବାଣ୍ଟି ଦିଅ, ତୁମେ କାହିଁ ପରିବା ତମର କ'ଣ ଅଧିକାର ଅଛି? ଏହିସବୁ ଯେଉଁ ଜିନିଷ ଆଜି ସବୁଠାରୁ ଗଣ୍ଡଗୋଳ ହେଉଛି ମଦ୍ୟ ସ୍କୁଲ କଲେଜ ପାଖରେ ଗୋଟେ ଗୋଟେ ପଞ୍ଚାୟତ ଦୁଇଟା ତିନିଟା ମଦ ଲାଇସେନ୍ସ ବିପ୍ଳବ ହେଲା। ଗୋଟେ ଗଣତନ୍ତ୍ର ବିରୁଦ୍ଧରେ ବି ଗୋଟେ ବିପ୍ଳବ ଆରମ୍ଭ। ଆଉ ଏ ଯେଉଁ ଦଳ ବଦଳ ଏଗୁଡ଼ାକ ସାଧାରଣ କଥା। ଯଦି ଗୋଟେ ଆଦର୍ଶକୁ ଆମେ ଭଲ ପାଇବା, ଦଳ ବଦଳ ତାର ବିକଳ୍ପ ବ୍ୟବସ୍ଥା କ'ଣ ହେଇପାରେ? ହଁ, ଏ ଯେଉଁ ଗଣତନ୍ତ୍ରର ମାନେ ଗଣତନ୍ତ୍ରର ବିପ୍ଳବ ବିକଳ୍ପ ଗଣତନ୍ତ୍ର ହେଉଛି ସବୁଠାରୁ ଶ୍ରେଷ୍ଠତମ। ମାନେ ଯେଉଁ ଆମର ଖସି ଯାଉଛି ଗଣତନ୍ତ୍ରର ତାର ଅବସ୍ଥା, ସେଇ ଯେଉଁ ବିପ୍ଳବଟା ହେବ ଯେତେବେଳେ ଆପଣମାନେ ଦେଖନ୍ତୁ, ଯେତେବେଳେ ପୃଥିବୀରେ କୌଣସି କଥା ନୂଆ କଥା ପ୍ରତିଷ୍ଠା ହେଇଛି, ଗୋଟେ ବିପ୍ଳବ। ଆମେ ପରିବେଶ କଥା କହୁଛେ, এটা ଗୋଟେ ପରିବେଶର ବିପ୍ଳବ। କିନ୍ତୁ ମହାତ୍ମା ଗାନ୍ଧୀ ଭାରତର ସ୍ୱାଧୀନତା ସମୟରେ ଅନଶନ କରିଛନ୍ତି, ଉପାସନା କରିଛନ୍ତି। ତାର ଅର୍ଥ ନୁହେଁ ଆମ ସମସ୍ତଙ୍କୁ ଶିଖେଇ ଦେଇ ଯାଇଛନ୍ତି ଯେତେବେଳେ ତମେ ଅନଶନ କର। ଯେଉଁଟା ମତ ନିରପେକ୍ଷ, ସେକୁଲାର ଶବ୍ଦର ଅର୍ଥ ହେଉଛି ମତ ନିରପେକ୍ଷ। ସମସ୍ତେ ସ୍ୱାଧୀନ ଭାବରେ ନିଜ ନିଜର ମତକୁ ଉପସ୍ଥାପନ କରିପାରିବେ, କିନ୍ତୁ ଧୀରେ ଧୀରେ ସେ ମତ ନିରପେକ୍ଷକୁ ଧର୍ମ ନିରପେକ୍ଷ କରେ। ଧର୍ମ ନିରପେକ୍ଷ ହେବା ଫଳରେ ହେଲା କ'ଣ? ଧରନ୍ତୁ ଆମେ ଗୋଟିଏ ବାହା ହେଲେ, ଆଉ କିଏ କହିବେ ମୁଁ ଚାରିଟା ବାହା ହେଲି। ଆମର ଦୁଇଟି ସନ୍ତାନ ଯଥେଷ୍ଟ ହେଲେ, ସେ କହୁଛନ୍ତି ଆମର 8ଟି ସନ୍ତାନ ଯଥେଷ୍ଟ। ସିଏ କହୁଛନ୍ତି ଧର ଆମେ ବନ୍ଧୁକ ଛୁରୀ ଆମେ ନେଇପାରିବୁ। କେତେକ ଧର୍ମ କହିଲେ ଆମର ବନ୍ଧୁକ ନହେଲେ କିଏ କ'ଣ ଛୁରୀ ନ ପୁରେଇଲେ ଆମର ଇଏ ହେବ, ମାନେ ଆମ ଧର୍ମ ରହିବ। এই সব বিভ্রাট এই সমগ্র ଭାରତବର୍ଷର ବୋଧେ 50% ଅଧିବାସୀ ଜାଣିନାହାନ୍ତି ରାଜ୍ୟସଭା କ'ଣ, ଲୋକସଭା କ'ଣ, ବିଧାନସଭା କ'ଣ, ଭୋଟ ଲୋକ। ଇଏ ହେଲା ପ୍ରଥମ କଥା। ଇଏ ଦ୍ୱିତୀୟ କଥା, ଯେତେବେଳେ ଭାରତ ସ୍ୱାଧିକାର ବା ସ୍ୱାଧୀନ ପ୍ରାପ୍ତ ହେଲା, ଯଦି ଗୋଟେ ଗଣତନ୍ତ୍ର ଉପରେ ଆଗେ ପ୍ରଥମ ଡିବେଟ୍ ସବୁଆଡ଼େ ଚାଲିଥାନ୍ତା, ଲୋକମାନେ ଜାଣିଥାନ୍ତେ, ତାପରେ ରାଜତନ୍ତ୍ର ମାନେ ଯାଇଥାନ୍ତା, ଗଣତନ୍ତ୍ର ଆସିଲା। ତେଣୁ ରାଜତନ୍ତ୍ର ଥିଲା। ଆଜି ବି ଲୋକ ରାଜାମାନଙ୍କର ଗପ କହୁଛନ୍ତି, ସବୁ ଚାଲିଛି। ମୋର ବି ଗୋଟେ ଏବେ ମୁଁ ଲେଖୁଛି ରାଷ୍ଟ୍ରପତିଙ୍କ ପାଖକୁ, ଆମ କଥା କିଏ ଗ୍ରହଣ କରିବ ନ କରିବ ମୁଁ କହିପାରିବିନି। ପ୍ରଧାନମନ୍ତ୍ରୀ ପାଖକୁ ଲେଖିବି ଯେ ଆମର ଆସନ୍ତା ନିର୍ବାଚନରେ ଆସିବେ, ଆଉ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣରଙ୍କୁ ବି ଜଣାଇବେ। ଯେଉଁ ରାଜାମାନଙ୍କ ଠାରୁ ତୁମେ ଗଣତନ୍ତ୍ରକୁ ଆଣିଲ, ସେଇ ରାଜାମାନଙ୍କୁ ଗୋଟେ ପ୍ରସ୍ତାବକ ଭାବରେ ସମ୍ମାନ ଦିଅ। ଯେଉଁଠି ସଭା ସମିତି ତୁମର ନିର୍ବାଚନ ମଣ୍ଡଳୀରେ କରୁଛ, ତାକୁ ବି ଗୋଟେ ଚେୟାର ଦିଅ। କିଛି ନହେଲେ ବି ତାଙ୍କର ଭାଷା ହେବ, ସାର୍ ବର୍ତ୍ତମାନ ଅଛନ୍ତି ବାଥରୁମ୍। କେତେଥର ଆମେ ଫୋନ୍ କରିବା, ଆମ ପାଖରେ ବସି ଉଠି ହସି ଖୁସିକିରି ଗଲେ
ଆମେ ତ ନିଜ ପାଇଁ କିଛି କହୁନୁ। ମୁଁ ନିଜେ ତମ ସାର୍ ଅଛନ୍ତି ବାହାରେ, ସେ ବାବୁ ନିର୍ବାଚନ ସରିଲା ଦେଖା ହେଲେ ଥରେ କହିଲି ଆପଣ ବାଥରୁମ୍ରେ ଆପଣ ଝାଡ଼ା ହେଉଥିଲେ କି ଯେତେବେଳେ ବାଥରୁମ୍ରେ କ'ଣ ଆପଣ ବାଥରୁମ୍ରେ ଫୋନ୍ ଲଗାଉନା। ତେଣୁ ଏହା ସବୁ ପ୍ରାକ୍ଟିକାଲି ଯେଉଁ ଲୋକମାନଙ୍କୁ ମାନେ ସେଇ ସାଧାରଣ ଲୋକମାନେ ରାଜାମାନଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ବଳିଆ ସେତେବେଳେ କହିଥିଲା ଗଣତନ୍ତ୍ର ତିନୋଟି ସ୍ତମ୍ଭ ଭିତରେ ଚତୁର୍ଥ ସ୍ତମ୍ଭ ହେଉଛନ୍ତି ପତ୍ରକାରମାନେ ବା ମିଡ଼ିଆ, ସେ ଇଲେକ୍ଟ୍ରୋନିକ୍ ମିଡ଼ିଆ ହେଉ ପେପର ମିଡ଼ିଆ ହେଉ। ଏମାନେ ଯଦି ସେ କଥାକୁ ପ୍ରଚାର ନ କରିବେ ତାହେଲେ କୌଣସି କଥା ହେଇପାରିବ। କଟକରୁ ଦାମୋଦର ଗୁରୁଙ୍କ ରିପୋର୍ଟ, ଭାରତ ନ୍ୟୁଜ୍।